ଗାଁ ପାଖ ଏକ ପାହାଡ଼ିଆ ଅଞ୍ଚଳ। ସେହି ପାହାଡ଼ ଉପରେ ଗୋଟିଏ କାଉ ଏବଂ ଗୋଟିଏ ପାରା ରହୁଥିଲେ। କାଉ ଓ ପାରା ଦୁହେଁ ସାଙ୍ଗ ଥିଲେ। ସେମାନେ ସବୁଦିନ ଖାଦ୍ୟ ପାଇଁ ଗାଁ ଭିତରକୁ ଯାଉଥିଲେ। ଗାଁରୁ ଖାଦ୍ୟ ଖାଇ ପୁଣି ନିଜ ବସାକୁ ଫେରି ଆସୁଥିଲେ। ଏମିତି ସବୁଦିନ ଚାଲେ। କିନ୍ତୁ ଧୀରେ ଧୀରେ ସେମାନଙ୍କୁ ଖାଦ୍ୟର ଅଭାବ ଦେଖାଦେଲା। ଆଉ ପୂର୍ବ ଭଳି ସେମାନଙ୍କୁ ପେଟ ପୂରା ଖାଇବାକୁ ମିଳିଲାନି। କିଛି କିଛି ଦିନ ଭୋକ ଉପାସରେ କାଟିବାକୁ ପଡ଼ିଲା। ତେଣୁ କାଉ ଓ ପାରା ଦୁହେଁ ସେ ଜାଗା ଛାଡ଼ି ଚାଲିଯିବେ ବୋଲି ନିଷ୍ପତ୍ତି ନେଲେ। ଦିନେ ସକାଳ ସମୟ। କାଉ ଓ ପାରା ଦୁହେଁ ଗୋଟିଏ ଗଛ ଉପରେ ବସି କଥାବାର୍ତ୍ତା ହେଉଥାନ୍ତି। ଠିକ୍ ଏହି ସମୟରେ ସେହି ବାଟ ଦେଇ ଗୋଟିଏ ବେପାରୀ ମୁଣ୍ଡରେ ଗୋଟିଏ ହାଣ୍ଡି ରଖି ଯାଉଥାଏ। କାଉ ଓ ପାରା ଦୁହେଁ ଦେଖିଲେ ସେହି ହାଣ୍ଡି ଭିତରେ ବସା ଦହି ଉପର ପର୍ଯ୍ୟନ୍ତ ଅଛି। ଏଣେ ସେମାନେ ମଧ୍ୟ ଭୋକିଲା ଅଛନ୍ତି। କାଉ ପାରାକୁ କହିଲା, ବନ୍ଧୁ ଦେଖ, ସେ ହାଣ୍ଡି ଭିତରେ ଦହି ଅଛି। ଆମେ ତାକୁ ଖାଇ ଆମ ଭୋକ ମେଣ୍ଟେଇବା। କିନ୍ତୁ ପାରା କହିଲା, ସେ ଲୋକଟି ବିକ୍ରି କରିବାକୁ ହାଟକୁ ଯାଉଛି। ଏମିତି ବି କାହା ଜିନିଷ ଚୋରେଇବା ଠିକ୍ ନୁହେଁ। କିନ୍ତୁ କାଉ କହିଲା, ହଉ ତାହେଲେ ତୁ ଭୋକରେ ରହ, ମୁଁ କିନ୍ତୁ ଯାଉଛି ଖାଇବି। ବିରାଡ଼ି କପାଳକୁ ଶିକା ଛିଡ଼ିବା ପରି ଲୋକଟି ମଧ୍ୟ ନିଜ ଥକା ମେଣ୍ଟେଇବା ପାଇଁ ସେହି ଗଛ ତଳେ ବିଶ୍ରାମ ନେଲା। କାଉ ତା ଲୋଭ ସମ୍ଭାଳି ପାରିଲାନି। ସେ ଗଛ ଉପରୁ ଆସି ହାଣ୍ଡିରୁ ଦହି ଖାଇବାକୁ ଲାଗିଲା। ଦି ଖୁମ୍ପା ଖାଉଥାଏ, ଗଛ ଉପରକୁ ଯାଉଥାଏ। ହେଲେ ମନ ତାର ବୁଝୁନଥାଏ। ପୁଣି ଥରେ ଗଛ ଉପରୁ ଆସୁଥାଏ, ଆଉ ଦି ଖୁମ୍ପା ମାରିଦେଇ ଯାଉଥାଏ ଏବଂ ମଝିରେ ମଝିରେ ପାରାକୁ କହୁଥାଏ, ଆ ତୁ ବି ଖାଇଦେଇ ଯା, ଏ ଲୋକ ତ ଶୋଇସାରିଲାଣି, ତେବେ ଡରୁଛୁ କାହିଁକି? କିନ୍ତୁ ପାରା ଏମିତି ଚୋରେଇ ଖାଇବନି ବୋଲି କହିଲା। କିଛି ସମୟ ପରେ ଲୋକଟି ନିଦରୁ ଉଠିଲା। ସେ ହାଣ୍ଡିରୁ ଦହି ସରିଛି ବୋଲି ଜାଣିପାରିଲା ନାହିଁ। ତେଣୁ ସେ ନିଜ ମୁଣ୍ଡରେ ଦହି ହାଣ୍ଡିକୁ ରଖି ବଜାର ଆଡ଼େ ଚାଲିଲା। ହେଲେ କାଉର ଲୋଭ ଏବେ ବି ସରିନଥାଏ। ପାରା ତାକୁ ଯେତେ ତାଗିଦ କରି କହିଲେ ସୁଦ୍ଧା ସେ ମାନିଲା ନାହିଁ। ଲୋକଟି ଦହି ହାଣ୍ଡି ମୁଣ୍ଡେଇ ଚାଲୁଥାଏ। ଏଣେ କାଉ ଉଡ଼ି ଉଡ଼ି ସେ ହାଣ୍ଡିରୁ ଥଣ୍ଟେ ଥଣ୍ଟେ ଖାଉଥାଏ। ପାରା ମଧ୍ୟ ନିଜ ସାଙ୍ଗ ସହ ଉଡ଼ୁଥାଏ। କିନ୍ତୁ ସେ ଦହି ହାଣ୍ଡିରେ ଥଣ୍ଟ ବି ଲଗାଉନଥାଏ। ଏମିତି ଏମିତି ଲୋକଟି ହାଟରେ ଯାଇ ପହଞ୍ଚିଲା ଏବଂ ତା ପଛେ ପଛେ ପାରା ଓ କାଉ। ଯେମିତି ଲୋକଟି ନିଜ ମୁଣ୍ଡରୁ ହାଣ୍ଡିକୁ ବାହାର କରି ତଳକୁ ରଖିଛି, ସେ ଆଶ୍ଚର୍ଯ୍ୟ ହେଲା। ଭାବିଲା, ମୁଁ ତ ଘରୁ ହାଣ୍ଡି ଭରି କରି ଦହି ଆଣିଥିଲି, ହେଲେ ଏତେ କମ୍ କେମିତି ହେଇଯାଇଛି? ସେ ଦେଖିଲା ହାଣ୍ଡି ଚାରିପଟେ ଦହି ସବୁ ପଡ଼ିଛି। କିଏ ଖାଇଛି ବୋଲି ଭାବି ଯେମିତି ଏପଟ ସେପଟ ଟିକେ ନଜର କରିଛି, ତାର ଲକ୍ଷ୍ୟ ପଡ଼ିଲା କାଉ ଓ ପାରା ଦୁହେଁ ଗୋଟିଏ ଗଛ ଉପରେ ବସିଛନ୍ତି ଏବଂ କାଉ ଥଣ୍ଟରେ ଦହି ଲାଗିଛି। ଏଣେ କାଉ ଖାଇ ପିଇ ସାରି ଥଣ୍ଟ ପୋଛାପୋଛି କରୁଛି। ଲୋକଟି ଏହା ଦେଖି ଭୀଷଣ ରାଗିଗଲା ଏବଂ ଗୋଟିଏ ପଥର ଉଠେଇ କାଉ ଉପରକୁ ଫୋପାଡ଼ିଲା। କାଉ ଏହା ଜାଣିପାରି ସେଠାରୁ ଉଡ଼ି ଚାଲିଗଲା ଏବଂ ଦୁର୍ଭାଗ୍ୟବଶତଃ ସେ ପଥରଟି ପାରା ଉପରେ ବାଜିଲା। ପାରାଟି ପଥର ମାଡ଼ ଖାଇ ଗଛ ତଳକୁ ଖସି ପଡ଼ିଲା। କିନ୍ତୁ କାଉ ଏସବୁ ଦେଖି ସୁଦ୍ଧା ସେଠାରୁ ନ ଦେଖିଲା ପରି ଚାଲିଗଲା। ପାରାଟି ଗଛ ତଳେ ଛଟପଟ ହେଉଥାଏ, ସାହାଯ୍ୟ ପାଇଁ ଚିତ୍କାର କରୁଥାଏ ଏବଂ ମନେ ମନେ ଭାବୁଥାଏ, ସତରେ ଏ କୁସଙ୍ଗତ କେତେ ମାରାତ୍ମକ। ଆଜି ମୋ ଜୀବନ ନେବା ଉପରେ। ଆଉ ଏ ଭୁଲ କେବେ ବି କରିବିନି। ଭଲ ସାଙ୍ଗ ଗୋଟେ ବାଛିବି, ଯେ ମୋ ବିପଦ ଆପଦେ ଛିଡ଼ା ହେଉଥିବ।